ବର୍ଷା ଜୋରରେ ହେଉଥିଲା ଆଉ ରେଳ ଫାଟକ ପଡ଼ିଥିଲା। ଶହ ଶହ ଗାଡ଼ି ଅପେକ୍ଷା କରିଥିଲେ ରେଳ ଫାଟକ ଉଠିବ ଆଉ ସମସ୍ତେ ଚାଲିଯିବେ। ତାରି ଭିତରେ ଆମର ନଜର ପଡ଼ିଥିଲା ଜଣେ ଲୋକ ଉପରେ। ଏତେ ଜୋରରେ ବର୍ଷା ହେଉଥିଲା, ହେଲେ ସେ ସେଠି ଠିଆ ହୋଇ ବର୍ଷାରେ ଭିଜୁଥିଲେ। ହେଲେ କ'ଣ ପାଇଁ ସେ ଭିଜୁଥିଲେ? ସେ ଚାହିଁଲେ ତ ପାଖ ଦୋକାନ ପାଖକୁ ଯାଇ ଠିଆ ହୋଇପାରନ୍ତେ। ନାଇଁ ଆଜ୍ଞା, ସେ ସେଠୁ ଛାଡ଼ି ଯାଇପାରିବେନି, କାହିଁକିନା ତାଙ୍କ ମୁଣ୍ଡ ଉପରେ ପୁରା ବଡ଼ ବୋଝ ଅଛି। ସେ କେମିତି ଛାଡ଼ି ଚାଲିଯିବେ? ଆପଣ ଭାବୁଥିବେ, କାହିଁ କିଛି ବୋଝ ତା ମୁଣ୍ଡ ଉପରେ ନାହିଁ ତ, ଆମେ ମିଛ କହୁଛୁ ବୋଧେ। ନାଇଁ ଆଜ୍ଞା, ଅଛି, ପରିବାରର ବୋଝ। ଏ ଜିନିଷ ଛାଡ଼ି ସେ କୁଆଡ଼େ ଯିବ? ସେ ଯଦି ଚାଲିଯିବ, କେହି ଯଦି ଖଣ୍ଡେ ଚୋରି କରି ନେଇଯିବ, ତାହେଲେ ତା ପାରିଶ୍ରମିକରୁ କଟିଯିବ ଆଜ୍ଞା। ଆଉ ଯଦି ପାରିଶ୍ରମିକରୁ କଟିଯିବ, ଘରକୁ କ'ଣ ନେଇକି ଯିବ? ଏତିକି ଜିନିଷ ଠିକଣା ଜାଗାରେ ପହଞ୍ଚାଇ ଦେଲେ ଯେଉଁ ପଇସା ମିଳିବ, ସେଥିରେ ପରିବାର ପାଇଁ ଡାଲି ଚାଉଳ ପରିବା କିଣିକି ନେଲେ ଘରେ ଚୁଲି ଜଳିବ ଆଜ୍ଞା। ନହେଲେ ପୁରା ପରିବାରକୁ ଉପାସରେ ଶୋଇବାକୁ ପଡ଼ିବ। ସେ ଜାଣିଛି ଏହାର ମୂଲ୍ୟ ବର୍ଷାରେ ଭିଜିବା ଠାରୁ ବହୁତ ଅଧିକ। ବର୍ଷାରେ ଭିଜିଲେ କେବଳ ତାକୁ ଟିକେ ଜ୍ୱର ହେବ, ପୁଣି ଭଲ ହୋଇଯିବ। କିନ୍ତୁ ବର୍ଷାରେ ଭିଜି ଏତିକି କାମ କରିଦେଲେ ପୁରା ପରିବାର ପେଟକୁ ଦାନା ମୁଠେ ମିଳିଯିବ। ସେଥିପାଇଁ ସେ ବର୍ଷାକୁ ଖାତିର ନ କରି ଅପେକ୍ଷା କରିଛି କେତେବେଳେ ରେଳ ଫାଟକ ଖୋଲିବ ଆଉ ସେ ଆଣିଥିବା ଜିନିଷ ନେଇ ଠିକଣା ଜାଗାରେ ପହଞ୍ଚାଇବ। ଏମାନଙ୍କ ପାଇଁ ବର୍ଷା, ଖରା ଆଉ ଶୀତ ସବୁ ସମାନ ଆଜ୍ଞା। ଏମାନେ ଜୀବନର ମୂଲ୍ୟ କ'ଣ ଭଲ ଭାବରେ ଜାଣନ୍ତି। ଆଉ ବଡ଼ ବଡ଼ ବାବୁମାନେ ଏମାନଙ୍କ ଉପରେ କେବଳ ହାକିମତି କରି ଧନୀ ହୁଅନ୍ତି, ଆଉ ବଡ଼ ବଡ଼ ଘରେ ରୁହନ୍ତି, ଆଉ ବଡ଼ ବଡ଼ କାର୍ ଚଢ଼ି ବୁଲନ୍ତି। କେବେ ଏମାନଙ୍କ ସୁବିଧା ଅସୁବିଧା କଥା ବୁଝନ୍ତିନି। ଯଦି କେବେ କାମ ନ ମିଳେ, ଏମାନେ ସେମିତି ପୁରା ପରିବାର ଭୋକରେ ଶୋଇପଡ଼ନ୍ତି। ସେଇ କଥାକୁ ଏ ଭାଇ ଭଲରେ ବୁଝିଛନ୍ତି ବୋଲି ତ ଏ ବର୍ଷାରେ ଏମିତି ଠିଆ ହୋଇ ଅପେକ୍ଷା କରିଛନ୍ତି। ବ୍ୟୁରୋ ରିପୋର୍ଟ, A1 ଓଡ଼ିଆ।